କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ଜୈବିକ କୃଷି ଏବଂ ଏହାର ଉପକାରିତା ବିଷୟରେ। ଜୈବିକ କୃଷି ହେଉଛି ଏକ ସ୍ଥାୟୀ କୃଷି ପଦ୍ଧତି ଯାହା ରାସାୟନିକ ସାର, କୀଟନାଶକ ଏବଂ ଜେନେଟିକାଲ ପରିବର୍ତ୍ତିତ ଜୀବଜନ୍ତୁର ବ୍ୟବହାରକୁ ଏଡ଼ାଏ। ଏହା ପରିବର୍ତ୍ତେ ଏହା ଫସଲ ଚାଷ ଏବଂ ପଶୁପାଳନ ପାଇଁ କମ୍ପୋଷ୍ଟିଂ, ସବୁଜ ସାର ଏବଂ ଜୈବିକ କୀଟ ନିୟନ୍ତ୍ରଣ ଭଳି ପ୍ରାକୃତିକ ପ୍ରକ୍ରିୟା ଉପରେ ନିର୍ଭର କରେ। ଜୈବିକ କୃଷିର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହିତ ସୁସ୍ଥ ଖାଦ୍ୟ ଉତ୍ପାଦନ କରିବା। ଜୈବିକ କୃଷିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲାଭ ମଧ୍ୟରୁ ଗୋଟିଏ ହେଉଛି ଏହା ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରେ। ଯେହେତୁ ଜୈବିକ ଫସଲ କ୍ଷତିକାରକ ରାସାୟନିକ ଦ୍ରବ୍ୟ ବିନା ଚାଷ କରାଯାଏ, ସେଗୁଡ଼ିକ ମଣିଷ ପାଇଁ ସ୍ୱାସ୍ଥ୍ୟକର ଏବଂ ରାସାୟନିକ ଅବଶିଷ୍ଟ ଯୋଗୁଁ ରୋଗର ଆଶଙ୍କା ହ୍ରାସ କରେ। ଜୈବିକ ଫଳ, ପରିବା ଏବଂ ଶସ୍ୟ ପ୍ରାୟତଃ ପୋଷକ ତତ୍ତ୍ୱରେ ସମୃଦ୍ଧ ଏବଂ ପାରମ୍ପରିକ ପଦ୍ଧତି ଦ୍ୱାରା ଉତ୍ପାଦିତ ଫସଲ ତୁଳନାରେ ଭଲ ସ୍ୱାଦ ଦେଇଥାଏ। ଆଉ ଏକ ଲାଭ ହେଉଛି ପରିବେଶ ସୁରକ୍ଷା। ରାସାୟନିକ କୃଷି ପ୍ରାୟତଃ ମାଟି ଅବକ୍ଷୟ, ଜଳ ପ୍ରଦୂଷଣ ଏବଂ ଜୈବିକ ବିବିଧତାର କ୍ଷତି ଘଟାଏ। ଅନ୍ୟପକ୍ଷରେ ଜୈବିକ କୃଷି ପ୍ରାକୃତିକ ସାର ଏବଂ କମ୍ପୋଷ୍ଟ ମାଧ୍ୟମରେ ମାଟିର ଉର୍ବରତାକୁ ଉନ୍ନତ କରେ, ପାଣି ସଂରକ୍ଷଣ କରେ ଏବଂ ଲାଭଦାୟକ କୀଟପତଙ୍ଗ, ପକ୍ଷୀ ଏବଂ ଅଣୁଜୀବଙ୍କ ବୃଦ୍ଧିକୁ ଉତ୍ସାହିତ କରେ। ଏହା ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମକୁ ମଧ୍ୟ ହ୍ରାସ କରେ। ଏହାକୁ ଅଧିକ ଜଳବାୟୁ ଅନୁକୂଳ କରିଥାଏ। କୃଷକମାନଙ୍କ ପାଇଁ ଜୈବିକ କୃଷି ଦୀର୍ଘକାଳୀନ ଭାବରେ ଅଧିକ ଲାଭଦାୟକ ହୋଇପାରେ, ଯଦିଓ ଏଥିପାଇଁ ଅଧିକ ପ୍ରୟାସ ଏବଂ ସମୟ ଆବଶ୍ୟକ ହୋଇପାରେ। ଏହା ସହିତ ଏହା ଆମର ଜମିର ଦୀର୍ଘକାଳୀନ ଉତ୍ପାଦକତା ସୁନିଶ୍ଚିତ କରେ। ଜୈବିକ କୃଷି କେବଳ ଚାଷର ଏକ ପଦ୍ଧତି ନୁହେଁ, ବରଂ ସ୍ୱାସ୍ଥ୍ୟ, ସ୍ଥାୟିତ୍ୱ ଏବଂ ପ୍ରକୃତି ସହିତ ସମନ୍ୱୟ ପାଇଁ ଏକ ଆନ୍ଦୋଳନ। ଜୈବିକ କୃଷିକୁ ସମର୍ଥନ କରି ଆମେ ଆମର ସ୍ୱାସ୍ଥ୍ୟକୁ ସୁରକ୍ଷା ଦେଇପାରିବା, ପରିବେଶକୁ ସୁରକ୍ଷିତ ରଖିପାରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିପାରିବା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦିଅ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦେବ। ବାଏ।